ଶାସ୍ତ୍ର ଅନୁସାରେ ମାଂସ ଖାଇବା ପାପ ନା ପୁଣ୍ୟ? ଆସନ୍ତୁ ଜାଣିବା ଏହି ପୌରାଣିକ କଥା ମାଧ୍ୟମରେ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଥରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ଗଛ ତଳେ ବସି ବଂଶୀ ବଜାଇଲା ବେଳେ ଏକ ହରିଣ ତାଙ୍କ ଆଡ଼କୁ ଦୌଡ଼ି ଆସି ତାଙ୍କ ପଛରେ ଲୁଚି ପଡ଼ିଲା। ସେହି ହରିଣଟି ବହୁତ ଡରିକି ଥିଲା। ଭଗବାନ ଶ୍ରୀକୃଷ୍ଣ ସେହି ହରିଣର ମୁଣ୍ଡରେ ହାତ ବୁଲାଇ କହିଲେ, "କ'ଣ ହେଲା? ତୁମେ କାହିଁକି ଲୁଚୁଛ?" ସେହି ସମୟରେ ହରିଣଟିକୁ ଗୋଡ଼ାଇ ଗୋଡ଼ାଇ ଜଣେ ଶିକାରୀ ସେଠାରେ ପହଞ୍ଚି କହିଲା, "ଏହା ମୋ ଶିକାର, ମୋତେ ଦିଅ, ଏହା ଉପରେ ମୋର ଅଧିକାର ଅଛି।" ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରତ୍ୟେକ ଜୀବନ ଥିବା ଜୀବଙ୍କର ନିଜ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି, ନା କି ଅନ୍ୟ କାହାର। ତାପରେ ଶିକାରୀ କ୍ରୋଧରେ କହିଲା, "ଏହା ମୋ ଶିକାର, ମୁଁ ଏହାର ମାଂସ ରୋଷେଇ କରି ଖାଇବି।" ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ, କୌଣସି ଜୀବର ହତ୍ୟା କରି ତାହାର ମାଂସ ଭକ୍ଷଣ କରିବା, ଏହି କର୍ମ ପାପ ଶ୍ରେଣୀରେ ଯାଏ। ତୁମେ କ'ଣ ପାପର ଭାଗୀଦାର ହେବାକୁ ଚାହୁଁଛ? ମାଂସ ଭକ୍ଷଣ କରିବା ପୁଣ୍ୟ ନା ପାପ? ତୁମେ ଧର୍ମ କ'ଣ ଜାଣିନାହଁ କି? ତାପରେ ଶିକାରୀ କହିଲା, ମାଂସ ଖାଇବା ପାପ କି ପୁଣ୍ୟ ତାହା ଜାଣିବା ପାଇଁ ତୁମ ପରି ଜ୍ଞାନୀବାନ ନୁହେଁ, କିନ୍ତୁ ମୁଁ ଜାଣେ ଯେ ପଶୁକୁ ହତ୍ୟା କରିବା କିଛି ଖରାପ ନୁହେଁ। ମାଂସ ଭକ୍ଷଣ କରି ମୁଁ ଏହି ଜୀବକୁ ଜୀବନର ବନ୍ଧନରୁ ମୁକ୍ତ କରୁଛି। ତେବେ ମାଂସ ଭକ୍ଷଣ କାହିଁକି ନିଷେଧ? ଯାହା ହେଉ, ମୁଁ ତାକୁ ହତ୍ୟା କରି ନୀଚ ଯୋନିରୁ ମୁକ୍ତି ଦେଇ ମୁଁ ପୁଣ୍ୟ ହିଁ ଅର୍ଜନ କରୁଛି। ତେବେ ଏହାକୁ କାହିଁକି ନିଷେଧ କରାଯାଉଛି? ଏହାକୁ ଉତ୍ସାହିତ କରାଯିବା ଉଚିତ। ମୁଁ ଯେତେ ଶୁଣିଛି, ଶାସ୍ତ୍ରରେ ଜୀବଜନ୍ତୁଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ରାଜାମାନେ ମଧ୍ୟ ଶିକାର କରୁଥିଲେ। ଏବେ ଆପଣ ହିଁ ମୋତେ କୁହନ୍ତୁ, ମାଂସ ଖାଇବା ପାପ ନା ପୁଣ୍ୟ? ଭଗବାନ ଶ୍ରୀକୃଷ୍ଣ ଜାଣିପାରିଲେ ଯେ ମାଂସ ଖାଇବା ହେତୁ ତାର ବୁଦ୍ଧି ସମ୍ପୂର୍ଣ୍ଣ ତାମସିକ ହୋଇଯାଇଛି ଏବଂ ସେ ଭାବିବା ଏବଂ ବୁଝିବା ପାଇଁ ବୁଦ୍ଧି ମଧ୍ୟ ହରାଇଛି। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ ଯେ, ପ୍ରଥମେ ମୁଁ ତୁମର ଏକ ବିଷୟରେ କୌଣସି ମତ ଦେବି ନାହିଁ। ମୋର ଏକ ଛୋଟ ଗଳ୍ପ ଶୁଣିବା ପରେ ତୁମର ଉତ୍ତର ଦେବାକୁ ପଡ଼ିବ ଯେ ମାଂସ ଖାଇବା ପାପ ନା ପୁଣ୍ୟ, ଏବଂ ତୁମେ ମାଂସ ଖାଇବାକୁ ଚାହୁଁଛ କି ନାହିଁ। ସେହି ଶିକାରୀ ଭାବିବାକୁ ଲାଗିଲା ଯେ ମୋର ଏଥିରେ କୌଣସି କ୍ଷତି ନାହିଁ। ଏହି ଗଳ୍ପଟିକୁ ମୁଁ ନିଶ୍ଚୟ ଶୁଣିବି। ମୋର ମନୋରଞ୍ଜନ ମଧ୍ୟ ହୋଇଯିବ ଏବଂ ପରେ ମୁଁ ଏହି ହରିଣର ମାଂସ ମଧ୍ୟ ପାଇଯିବି। ଭଗବାନ ଶ୍ରୀକୃଷ୍ଣ ଶିକାରୀକୁ ଗଳ୍ପ ଶୁଣାଇବାକୁ ଆରମ୍ଭ କରିଥିଲେ। ଥରେ ମଗଧର ରାଜ୍ୟରେ ଖାଦ୍ୟ ସଙ୍କଟ ଦେଖାଗଲା। ଖାଦ୍ୟ ଉତ୍ପାଦନ ମଧ୍ୟ ହ୍ରାସ ପାଇଲା। ରାଜା ଚିନ୍ତା କରିବାକୁ ଲାଗିଲେ ଯେ ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ ହୁଏ, ତେବେ ସଂରକ୍ଷିତ ଶସ୍ୟ ପାଣ୍ଠି ମଧ୍ୟ ଶେଷ ହୋଇଯିବ ଏବଂ ସଙ୍କଟ ଆହୁରି ଅଧିକ ବଢ଼ିଯିବ। ତେବେ ରାଜା ତାଙ୍କ ରାଜସଭାରେ ମନ୍ତ୍ରୀମାନଙ୍କୁ ପଚାରିଲେ, ଦେଶରେ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ସବୁଠାରୁ ଶସ୍ତା ଜିନିଷ କ'ଣ? ମନ୍ତ୍ରୀମାନେ ସବୁଠାରୁ ଶସ୍ତା ଜିନିଷ କ'ଣ ଭାବିଲେ। ମନ୍ତ୍ରୀମାନେ ଚିନ୍ତା କରିବାକୁ ଲାଗିଲେ। ଚାଉଳ, ଗହମ, ଆଳୁ ଇତ୍ୟାଦି ଜିନିଷ ଉତ୍ପାଦନ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ପ୍ରକୃତି ଶାନ୍ତ ଥିବାବେଳେ ସେଗୁଡ଼ିକୁ ପ୍ରାପ୍ତ ହୁଏ। ଏହିପରି ପରିସ୍ଥିତିରେ କିଛି ଶସ୍ତା ହୋଇପାରିବ ନାହିଁ। ତାପରେ ଶିକାରକୁ ଭଲ ପାଉଥିବା ଜଣେ ସାମନ୍ତ ଭାବିଲେ, ଏହା ହେଉଛି ସର୍ବୋତ୍ତମ ସୁଯୋଗ। ଯେତେ ପାରିବ ସେତେ ଶିକାର ପାଇଁ ରାଜାଙ୍କଠାରୁ ଅନୁମତି ମିଳିଗଲେ କେମିତି ହୁଅନ୍ତା। ତେଣୁ ସେ ସଭାରେ କହିଲେ, ମାଂସ ସବୁଠାରୁ ଶସ୍ତା ଖାଦ୍ୟ। ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ ଏବଂ ପୁଷ୍ଟିକର ଖାଦ୍ୟ ମଧ୍ୟ ଉପଲବ୍ଧି ହୋଇଯିବ। ସଭାର ସମସ୍ତ ସଭ୍ୟ ଏହାକୁ ସମର୍ଥନ କରୁଥିଲେ, କିନ୍ତୁ ମଗଧର ମନ୍ତ୍ରୀ ଚୁପ୍ ରହିଥିଲେ। ରାଜା ପଚାରିଲେ, ମନ୍ତ୍ରୀ, ତୁମେ କାହିଁକି ଚୁପ୍ ଅଛ? ଆପଣ କିଛି ଅନୁମୋଦନ କରିନାହାନ୍ତି। ଆପଣଙ୍କର ମତ କ'ଣ? ମନ୍ତ୍ରୀ କହିଲେ, ମୁଁ ଏହି କଥା ଉପରେ ବିଶ୍ୱାସ କରେ ନାହିଁ ଯେ ମାଂସ ସବୁଠାରୁ ଶସ୍ତା ପଦାର୍ଥ ଅଟେ। ତଥାପି ଆସନ୍ତାକାଲି ମୁଁ ଏହି ବିଷୟ ଉପରେ ମୋର ମତାମତ ରଖିବି। ସେହିଦିନ ରାତିରେ ମନ୍ତ୍ରୀ ସେହି ସାମନ୍ତଙ୍କ ଘରକୁ ଗଲେ, ଯିଏ ଅଣ-ଶାକାହାରୀ ଖାଦ୍ୟ ପ୍ରସ୍ତାବ ଦେଇଥିଲେ। ବିଳମ୍ବିତ ରାତିରେ ମନ୍ତ୍ରୀ ତାଙ୍କ ଘରକୁ ଆସୁଥିବା ଦେଖି ସାମନ୍ତ ଭୟଭୀତ ହେଲେ।
ସେ କିଛି ଅନିଷ୍ଟ ହେବା ଆଶଙ୍କାରେ ଭୟରେ ଥରି ଉଠିଲେ। ମନ୍ତ୍ରୀ କହିଲେ, ଆଜି ସନ୍ଧ୍ୟାରେ ମହାରାଜ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ରାଜବୈଦ୍ୟ କହିଛନ୍ତି ଯେ ଯଦି କୌଣସି ଶକ୍ତିଶାଳୀ ଶରୀରର 2 କେଜି ମାଂସ ମିଳିବ ତେବେ ରାଜାଙ୍କ ଜୀବନ ରକ୍ଷା ହୋଇପାରିବ। ଆପଣ ମହାରାଜାଙ୍କର ସବୁଠାରୁ ବିଶ୍ୱସ୍ତ ପାତ୍ର ଅଟନ୍ତି। ସେଥିପାଇଁ ଆପଣଙ୍କ ଅପେକ୍ଷା ଆଉ କିଏ ଅଧିକ ଯୋଗ୍ୟ ହେବ? ଏଥିପାଇଁ ଆପଣ ଯାହା ମୂଲ୍ୟ ଚାହୁଁଛନ୍ତି ତାହା ନେଇପାରିବେ। ଯଦି ଆପଣ କହିବେ ମୁଁ ଏହି କାମ ପାଇଁ ଆପଣଙ୍କୁ 1 ଲକ୍ଷ ସୁନା ମୁଦ୍ରା ମଧ୍ୟ ଦେଇପାରିବି। ଆପଣ ଏକ ବଡ଼ ସମ୍ପତ୍ତି ମଧ୍ୟ ମାଗିପାରିବେ। କେବଳ ତୁମର ଇଚ୍ଛା କୁହ। ମୁଁ ଆପଣଙ୍କର ହୃଦୟକୁ ଖଣ୍ଡା ଦ୍ୱାରା ଚିରିଦେବି ଏବଂ କେବଳ 2 କେଜି ମାଂସ ବାହାର କରିବି। ଏହା ଶୁଣିବା ପରେ ସାମନ୍ତଙ୍କ ଚେହେରା ଫିକା ପଡ଼ିଗଲା। ସେ ଭାବିବାକୁ ଲାଗିଲେ, ଯେତେବେଳେ ଜୀବନ ହିଁ ରହିବ ନାହିଁ ତେବେ ମୁଁ ଲକ୍ଷ ଲକ୍ଷ ସୁନା ମୁଦ୍ରା ସହିତ କ'ଣ କରିବି ଏବଂ ବଡ଼ ସମ୍ପତ୍ତିର ବ୍ୟବହାର କ'ଣ ହେବ? ସେ ସଙ୍ଗେ ସଙ୍ଗେ ଭିତରକୁ ଦୌଡ଼ିଯାଇ ତାଙ୍କ ସିନ୍ଧୁକରୁ 1 ଲକ୍ଷ ସୁନା ମୁଦ୍ରା ଆଣିଲେ। ମୁଦ୍ରା ଦେଇ ସେ ମନ୍ତ୍ରୀଙ୍କ ପାଦ ଧରିଥିଲେ ଏବଂ ନିବେଦନ କରି କହିଲେ, ମନ୍ତ୍ରୀ, ମୁଁ ମୋର 1 ଲକ୍ଷ ମୁଦ୍ରାକୁ ଆପଣଙ୍କର 1 ଲକ୍ଷ ମୁଦ୍ରାରେ ଯୋଡ଼ୁଛି। ଏହି ମୁଦ୍ରାଗୁଡ଼ିକ ସହିତ ଆପଣ ଅନ୍ୟ କୌଣସି ସାମନ୍ତଙ୍କର ହୃଦୟ ମାଂସ କିଣିପାରିବେ, କିନ୍ତୁ ମୋତେ ଛାଡ଼ି ଦିଅନ୍ତୁ। ଏହି ବିଷୟ ଅନ୍ୟ କାହାକୁ ଜଣାନ୍ତୁ। ମୁଁ ଆପଣଙ୍କ ହାତ ଯୋଡ଼ି ଅନୁରୋଧ କରୁଛି। ମନ୍ତ୍ରୀ ଏସବୁ ବୁଝି ସାରିଥିଲେ। ମନ୍ତ୍ରୀ ସାମନ୍ତକୁ ଆଉ କିଛି ମାନସିକ ଯନ୍ତ୍ରଣା ଦେବାକୁ ଚାହୁଁଥିଲେ। ମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସାମନ୍ତ, ଆପଣ ଶାରୀରିକ ଭାବରେ ଶକ୍ତିଶାଳୀ। ଆପଣଙ୍କର ଶାରୀରିକ ଗଠନ ମହାରାଜାଙ୍କ ପରି। ସେଥିପାଇଁ ରାଜବୈଦ୍ୟ ବିଶେଷ ଭାବରେ ଆପଣଙ୍କ ନାମ ନେଇଛନ୍ତି। ଆପଣଙ୍କର ଦାନ ଆମ ରାଜାଙ୍କ ଜୀବନ ରକ୍ଷା କରିପାରିବ। ଯଦି ଆପଣ କୁହନ୍ତି ମୁଁ ଆପଣଙ୍କ ମନ୍ତ୍ରୀପଦ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି ଏବଂ ମୁଁ ନିଜେ ଆପଣଙ୍କର ସେବକ ହୋଇ ରହିବି। ସେ ମନ୍ତ୍ରୀଙ୍କ ପାଦ ତଳେ ପଡ଼ି ଅନୁରୋଧ କରି କହିଲେ ଯେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ। ଯେତେବେଳେ ଜୀବନ ହିଁ ବାକି ରହିବ ନାହିଁ ତେବେ ମୁଁ ମନ୍ତ୍ରୀପଦ କିମ୍ବା ରାଜାଙ୍କ ସିଂହାସନ ପାଇବି ମୁଁ ସେସବୁ କ'ଣ କରିବି? ଯଦି ଆପଣ ଚାହୁଁଛନ୍ତି ମୋର ସବୁ କିଛି ନେଇଯାଆନ୍ତୁ, କିନ୍ତୁ ମୋ ଜୀବନ ନିଅନ୍ତୁ ନାହିଁ। ମୁଁ ଏହି ଘର, ମୋର ସମସ୍ତ ସମ୍ପତ୍ତି ଆପଣଙ୍କୁ ଦେଉଛି। ଗୋଟିଏ ରାତି ଭିତରେ ରାଜ୍ୟ ଛାଡ଼ି ପଳାଇଯିବେ। ଏହା କହି ସେ ଘୋଡ଼ା ଆଡ଼କୁ ଦୌଡ଼ିଗଲେ ଏବଂ ସେ ଘୋଡ଼ା ଉପରେ ବସିବା ମାତ୍ରେ ଏକ ସ୍ୱର ଆଣିଲେ ଯେ ଆପଣ ତ ଚାଲି ଯାଉଛନ୍ତି କିନ୍ତୁ ଆପଣଙ୍କର ପରିବାରକୁ ପଛରେ ଛାଡ଼ି ଚାଲି ଯାଉଛନ୍ତି। ସାମନ୍ତ କହିଲା, ମୋ ନିଜ ଜୀବନଠାରୁ ଅଧିକ ପ୍ରିୟ କିଛି ନୁହଁ। ଯେତେବେଳେ ଜୀବନ ହିଁ ନଥିବ ସେତେବେଳେ ମୋ ପରିବାର କ'ଣ କରିବ? ଯଦି ଜୀବନ ରହିବ ମୁଁ ଏହିପରି ହିଁ ଖୁସିରେ ରହିଯିବି। ଏହା କହି ସେ ଘୋଡ଼ାରେ ଦୌଡ଼ି ଧରିଥିଲେ। ତାହାପରେ ମନ୍ତ୍ରୀ ସାମନ୍ତଙ୍କୁ କହିଲେ, ପଳାଇବାର କୌଣସି ଆବଶ୍ୟକତା ନାହିଁ। ଆପଣ ଆରାମରେ ଘରରେ ରୁହନ୍ତୁ। ମୁଁ ଅନ୍ୟ ସାମନ୍ତଙ୍କ ଘରକୁ ଯାଉଛି। ଏହା କହି ମନ୍ତ୍ରୀ ସେଠାରୁ ଚାଲିଗଲେ। ମନ୍ତ୍ରୀଙ୍କ ଯିବା ପରେ ସାମନ୍ତଙ୍କ ଜୀବନ ଭିତରେ ଜୀବନ ଆସିଥିଲା, କିନ୍ତୁ ଅସ୍ଥିରତା ରହିଲା। ତାଙ୍କୁ ରାତିସାରା ଆଉ ନିଦ ମଧ୍ୟ ହେଲା ନାହିଁ। ମୁଦ୍ରା ନେଇ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ସମସ୍ତ ସାମନ୍ତଙ୍କ ଘରେ ପହଞ୍ଚିଲେ ଏବଂ ରାଜାଙ୍କ ପାଇଁ 2 କେଜି ମାଂସ ମାଗିଲେ, କିନ୍ତୁ ଦେବାକୁ କେହି ବି ରାଜି ହେଲେ ନାହିଁ। ସମସ୍ତେ ତାଙ୍କ ସୁରକ୍ଷା ପାଇଁ ମନ୍ତ୍ରୀଙ୍କୁ 1 ଲକ୍ଷ ଏବଂ କିଛି 2 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଭେଟି ଦେବେ ବୋଲି କହିଲେ। ଏହିପରି ମନ୍ତ୍ରୀ ଗୋଟିଏ ରାତିରେ ଲକ୍ଷ ଲକ୍ଷ ସୁନା ମୁଦ୍ରା ସଂଗ୍ରହ କରିଥିଲେ। ତାପରେ ସକାଳ ହେବା ପୂର୍ବରୁ ହିଁ ମନ୍ତ୍ରୀ ତାଙ୍କ ମହଲରେ ପହଞ୍ଚି ଯାଇଥିଲେ। ପରଦିନ ସମସ୍ତ ସାମନ୍ତ ସମୟ ପୂର୍ବରୁ ରାଜସଭାରେ ପହଞ୍ଚି ଯାଇଥିଲେ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ ରାଜା ସୁସ୍ଥ ଅଛନ୍ତି କି ନାହିଁ, କିନ୍ତୁ କେହି ଏହାର ରହସ୍ୟ କାହାକୁ ପ୍ରକାଶ କରିନଥିଲେ। ସମସ୍ତେ ରାଜବୈଦ୍ୟକୁ ଖୋଜୁଥିଲେ। କେବଳ ତାଙ୍କଠାରୁ ହିଁ ସେମାନେ ରାଜାଙ୍କ ବିଷୟରେ କିଛି ସୂଚନା ପାଇପାରିବେ। ମନ୍ତ୍ରୀ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପର୍ଯ୍ୟନ୍ତ ମହାରାଜ ରାଜସଭାକୁ ନ ଆସିଥିବେ ସେ ପର୍ଯ୍ୟନ୍ତ କୌଣସି ସାମନ୍ତଙ୍କୁ ରାଜପ୍ରସାଦରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ରାଜା ନିଜର ସାଧାରଣ ଗତିରେ ରାଜସଭାକୁ ଆସି ତାଙ୍କ ସିଂହାସନରେ ବସିଲେ। ସମସ୍ତ ସାମନ୍ତମାନେ ଦେଖିଲେ ଯେ ରାଜା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମନ୍ତ୍ରୀ ତାଙ୍କୁ ମିଛ କହିଥିଲେ। ଏହି ଚିନ୍ତାଧାରା ପ୍ରତ୍ୟେକ ସାମନ୍ତଙ୍କ ମନରେ ଚାଲିଥିଲା, କିନ୍ତୁ କେହି କାହାକୁ କିଛି କହୁନଥିଲେ। ସେହି ସମୟରେ ମନ୍ତ୍ରୀ 40 ଲକ୍ଷ ସୁନା ମୁଦ୍ରା ରାଜାଙ୍କ ଆଖରେ ରଖିଲେ।
ରାଜା ପଚାରିଲେ, ଏହି ସୁନା ମୁଦ୍ରା କାହା ପାଇଁ ଏବଂ କେଉଁଠାରୁ ଆସିଛି? ମନ୍ତ୍ରୀ କହିଲେ, 2 କେଜି ମାଂସ ପାଇଁ ଏତେ ଟଙ୍କା ସଂଗ୍ରହ କରାଯାଇଛି। କିନ୍ତୁ ମାଂସ ମିଳିଲା ନାହିଁ। ନିଜର ଜୀବନ ବଞ୍ଚାଇବା ପାଇଁ ସାମନ୍ତମାନେ ଏହି ସ୍ୱର୍ଣ୍ଣ ମୁଦ୍ରା ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବନ୍ତୁ, ମାଂସ କେତେ ଶସ୍ତା। ରାଜା ଏହି କଥା ଠିକ୍ ଭାବରେ ବୁଝିପାରିଲେ। ସେ ପ୍ରଜାଙ୍କୁ କଠିନ ପରିଶ୍ରମ କରିବାକୁ ଅନୁରୋଧ କରିଥିଲେ। ରାଜାଙ୍କ ଭଣ୍ଡାର ଘରୁ ଶସ୍ୟ ବାହାର କରି ଶ୍ରମିକମାନଙ୍କୁ ଦିଆଗଲା। ସେ ତୁରନ୍ତ ପୁଷ୍ଟିକର ପନିପରିବା ଚାଷ କରିବାକୁ ନିର୍ଦ୍ଦେଶ ଦେଲେ। ସେହି 40 ଲକ୍ଷ ସୁନା ମୁଦ୍ରା ଏହି କାମ ଏବଂ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଥିଲା। ଏହିପରି ସବୁଜ ପନିପରିବା ଚାଷ ଦ୍ରୁତ ଗତିରେ ବଢ଼ିଲା, ଯେଉଁଥିରେ କି ପ୍ରଜାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ମିଳିଲା ଓ ପ୍ରଜାଙ୍କର କଲ୍ୟାଣ ବି ହୋଇଥିଲା। କିଛି ଦିନ ପରେ ପାଗ ଅନୁକୂଳ ହେଲା ଏବଂ ଚାଷ ବୃଦ୍ଧି ପାଇଲା। ଏହିପରି ରାଜ୍ୟରୁ ଖାଦ୍ୟ ସଙ୍କଟ ହଟିଲା। ଶ୍ରୀକୃଷ୍ଣଙ୍କ ଠାରୁ ଏହି ଜ୍ଞାନ ପାଇବା ପରେ ଶିକାରୀ ସିଦ୍ଧ ହେଲା ଏବଂ ତାକୁ ଜ୍ଞାନର ପ୍ରାପ୍ତି ହେଲା। ସେ ଜାଣିଲା ଯେ ମହାନତା ଜୀବନ ନେବାରେ ନୁହେଁ, ବରଂ ଜୀବନ ଦେବାରେ ଅଛି। ଶିକାରୀ ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ ହାତ ଯୋଡ଼ି ଶପଥ କଲା ଯେ ଜୀବନରେ କାହାକୁ ଏବଂ କେବେ ବି ଆଘାତ କରିବ ନାହିଁ। ଭଗବାନ ଶ୍ରୀକୃଷ୍ଣ ଏହି କାହାଣୀ ମାଧ୍ୟମରେ ଆମକୁ ବୁଝାଇବାକୁ ଚାହାନ୍ତି ଯେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେପରି ଆମ ଜୀବନକୁ ଭଲ ପାଉ, ସେହିଭଳି ସମସ୍ତେ ଜୀବ ମଧ୍ୟ ନିଜ ଜୀବନକୁ ଭଲ ପାଆନ୍ତି। ଯଦି ଆପଣଙ୍କୁ ଭିଡ଼ିଓଟିକୁ ପସନ୍ଦ କରନ୍ତି ତେବେ ଚ୍ୟାନେଲଟିକୁ ଲାଇକ୍ କରିବେ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।